गाड़ी आपण परिचय दे ମୁଁ ହିମାଂଶୁ କୁମାର ମହାନ୍ତି ଲୋକସଭା ଫାଉଣ୍ଡେସନ ଅଧ୍ୟକ୍ଷ କଟକ ଜିଲ୍ଲା। कौन कर अभी आसन दुकान कहां पर रखते कौन पे आसन कौन कर रहे माँ ପାଇଁ ଯିଏ ସମ୍ମାନ ଦିଏ, ମାଆକୁ ଯିଏ ଭଲ ପାଏ, ତିରଙ୍ଗାକୁ ଯିଏ ଭଲ ପାଏ, ସେଥିପାଇଁ ଯଦି ମୋତେ ବଳିଦାନ ଦେବା ପାଇଁ ପଡ଼େ, ଯାହାକୁ ତିରଙ୍ଗାରେ ଯିଏ ଅସମ୍ମାନ କରିଛନ୍ତି ସେ ଯଦି ଦଣ୍ଡ ନ ପାଆନ୍ତି, ତାହେଲେ ଆମେ ଆଗାମୀ ଦିନରେ 7 ଦିନ ପରେ ଯଦି ସେ ଦଣ୍ଡର ଆଭିମୁଖ୍ୟ କିଛି ନ ହୁଏ, ତାହେଲେ ମୁଁ ଏଠାରେ ପୁଣି ଥରେ ଧାରଣା ଦେବି ଏବଂ ସୂଚନା ଦେବି ଯେ ତିରଙ୍ଗାକୁ କେମିତି ଅସମ୍ମାନ କରନ୍ତୁ ନାହିଁ ଏବଂ ଆଗାମୀ ଦିନରେ ତିରଙ୍ଗା ସବୁବେଳେ ଏମିତି ଫରକ ରହି ଉଠୁ। कौन कहते तिरंगा कौन असम्मान है कौन बोलते हैं कौन घटना घटना प्रकृत घटना कौन थिला ତିରଙ୍ଗାରେ ଯେତେବେଳେ ଆମେ ଯାଇଥିଲେ ହାଇସ୍କୁଲ ପଡ଼ିଆରେ ପତାକାକୁ ତଳେ କିଛି ଲୋକ ପକେଇଥିଲେ, ଯେଉଁ ପତାକା ଆମମାନଙ୍କର ଛାତିରେ ଚଢ଼ିକି ଯିବା ବେଳେ ମାଆର ଛାତିରେ ଚଢ଼ିକି ଯିବା ଆମ ପାଇଁ ଟିକେ କଷ୍ଟଦାୟକ ଥିଲା। ସେଥିପାଇଁ ମୁଁ ଆସି ଟାଙ୍ଗୀ ଥାନାର ଦ୍ୱାରସ୍ଥ ହେଇଛି। का विरुद्ध जाती सर ସେମିତି ବିରୁଦ୍ଧ ନାହିଁ। ଯେଉଁ ଲୋକ ଆଜି ପର୍ଯ୍ୟନ୍ତ ତିରଙ୍ଗାକୁ ଭଲ ପାଏନି, ସେ ଲୋକ ପାଇଁ କୌଣସି ଜାଗାରେ ରହିବ ନାହିଁ, ସମ୍ମାନ ମଧ୍ୟ ରହିବ ନାହିଁ। अभी आई आपण कोन आसे 7 ଦିନ ମଧ୍ୟରେ ଦୋଷୀକି ଦଣ୍ଡ ଦେବେ ବୋଲି ଆଶା କରିଛନ୍ତି। जदि आपनकर जो दाबी पूर्ण न हो तो कोन कर ମୁଁ ଆପଣଙ୍କୁ ପୂର୍ବରୁ କହିଲି, ଆଗାମୀ ଯଦି 7 ଦିନ ମଧ୍ୟରେ ଦୋଷୀ ଦଣ୍ଡ ନ ପାଏ, ତାହେଲେ ମୁଁ ଏଠାରେ ଅନଶନ କରିବି। ପୂର୍ବତନ ସମିତି ସଭ୍ୟ ଟାଙ୍ଗୀ ଦୁର୍ଗା कौन कहबे आज इवेंट मंत्री नेतृत्व रे राजे पताका असम्मान नहीं टांगी थला रे एतला दियाला कौन कहबे टोटली करना ଆଜି ତିରଙ୍ଗା ଯାତ୍ରାର କଟକ ଜିଲ୍ଲା ସଂଯୋଜକ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି ହିମାଂଶୁ ମହାନ୍ତିଙ୍କ ନେତୃତ୍ୱରେ ଆମେ ସମସ୍ତେ ଆସିଛୁ ଯେ ତିରଙ୍ଗା ହେଲା ଆମ ରାଷ୍ଟ୍ରର ସବୁଠୁ ବଡ଼ ଏମ୍ବ୍ଲେମ୍। ସେଇଟା ଆମ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ହେଲା ତିରଙ୍ଗାକୁ ଦିଆଯାଏ ଏବଂ ସେ ତିରଙ୍ଗା ଯୋଉଭଳି ଭାବରେ ତାକୁ ଅପମାନ କରାଯାଇଛି, ସେ ରାଲିରେ କରାହେଇକି ସେ ରାଲିରେ ଯୋଉ ବାହାରେ ପଡ଼ିଥିଲା ଏବଂ ତାପରେ ପାଦରେ ଚକଟି ଯୋଉଭଳି ଭାବରେ ଅସମ୍ମାନ କରାଯାଇଛି, ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ ଏବଂ ଏହା ଅତି ଦୁର୍ଭାଗ୍ୟଜନକ ଘଟଣା। ଏଠାରେ ଯୋଉମାନେ ବି ସେ ଜିନିଷ ଆୟୋଜନ କରୁଥିଲେ କି ଯୋଉ ପିଲାମାନେ ସେ ରାଲିରେ ଥିଲେ କି ଯୋଉମାନେ ବି ଏସବୁ ଜିନିଷ ଅପମାନ କରୁଛନ୍ତି, ଆମେ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛୁ ଏବଂ ଆଜି ହିମାଂଶୁ ଭାଇଙ୍କ ନେତୃତ୍ୱରେ ଆମେ ଏଠାରେ ଆସି ଟାଙ୍ଗୀ ଥାନାରେ ଆମେ ଗୋଟେ କମ୍ପ୍ଲେନ କରୁଛୁ। ଆମେ ଏ ଜାଗାରେ ଆସି କମ୍ପ୍ଲେନ କରୁଛୁ ଯେ ଯୋଉଭଳି ଭାବରେ ଏଫଆଇଆରଟା ଯୋଉ ଆମର ଏଫଆଇଆର ମୁଖ୍ୟ ଉଦ୍ଦେଶ୍ୟ ରହିଛି, ଯୋଉ ତିରଙ୍ଗାକୁ ଅପମାନ ମାନେ ମା ମାଟିକୁ ଅପମାନ, ଦେଶକୁ ଅପମାନ, ଆ ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଯୋଉମାନେ ଏଥିରେ ଅପମାନ କରୁଛନ୍ତି ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ। ଏଭଳି ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ନିଆଯାଉ, ଯାହାଦ୍ୱାରା କି ଭବିଷ୍ୟତରେ ତିରଙ୍ଗାକୁ ଅପମାନ କରିବା ପୂର୍ବରୁ ଜଣେ 100 ଥର ଚିନ୍ତା କରିବ। कार्यानुष्ठान नहीं है आगामी दिन रे आपनकर आभिमुख्य कोन ନିଶ୍ଚିତ ଆନ୍ଦୋଳନ ହବ ଆଜ୍ଞା, ରାଜରାସ୍ତାକୁ ଓହ୍ଲେଇବୁ। ତିରଙ୍ଗାକୁ ଅପମାନ କେବେ ବରଦାସ୍ତ କରାଯାଇପାରିବ।